नमस्कार दर्शक बंधु, चलतु जानिबा आईना घरे रखिथिले जानतु भयंकर कथा। तेबे दर्शक बंधु, आईना करिथाए कांगाल। आपण आईना सामनारे घंटा घंटा समय बिताउछन्ति कि? तेबे यह जानिले आपण आईना को भय करिवे। आईना हेउछि सौंदर्यर परिचय देइथाए एवं ता सहित एक भयानक तथ्य मध्य देइथाए। वास्तुशास्त्र ଏହା ଏମିତି ଏକ ଶାସ୍ତ୍ର ଅଟେ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନର ବାଟ ବତାଇଥାଏ। ଘରକୁ ସୁନ୍ଦର ଓ ସୁସଜ୍ଜିତ କରିବା ପାଇଁ ଆଇନାର ବ୍ୟବହାର ବହୁ କାଳରୁ ଚାଲି ଆସୁଛି। ଲୋକେ ଆଇନାରେ ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜେଇ ହୋଇଥାନ୍ତି। ଆଇନା ଆଗରେ ସଜେଇ ହେବା ପାଇଁ ପ୍ରାୟ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ କ'ଣ ଏହା ଜାଣିଛନ୍ତି କି? ଆଇନାର ବିପରୀତ ବ୍ୟବହାର ଆପଣଙ୍କୁ ନକାରାତ୍ମକ ଊର୍ଜା, ଦୁର୍ଘଟଣା, ଭୟଙ୍କର ସମସ୍ୟା ଆଦି ଆଣିଦେଇଥାଏ। ଆସନ୍ତୁ ଜାଣିବା କିପରି ହୋଇଥାଏ। ସେଥିପାଇଁ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ବହୁତ ସମୟ ଆଇନାରେ ନିଜକୁ ଦେଖିବା ବାସ୍ତୁଶାସ୍ତ୍ରରେ ବର୍ଜିତ ଅଛି। ଏହା କରିବା ଦ୍ୱାରା ନକାରାତ୍ମକ ଊର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ। ଏହାଦ୍ୱାରା ଆପଣ ଧୀରେ ଧୀରେ ବର୍ବାଦ ଆଡ଼କୁ ଟାଣି ହୋଇଯାଆନ୍ତି। ଖାସ୍ କରି ଆଇନା ରାତିରେ ଏକାନ୍ତରେ ଭୁଲରେ ମଧ୍ୟ ଦେଖିବା ଅନୁଚିତ। କାରଣ ରାତିରେ ସମୟରେ ଆଇନାର ରୂପ କିଛି ଅଲଗା ପ୍ରକାରର ହୋଇଥାଏ। ଆଇନା ଆପଣଙ୍କର ସୌନ୍ଦର୍ଯ୍ୟର ପରିଚୟ ଦେବା ସଙ୍ଗେ ସଙ୍ଗେ ନକାରାତ୍ମକ ଊର୍ଜାର ସଂକେତ ମଧ୍ୟ ଦେଇଥାଏ। ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। ରାତି ସମୟରେ ଆଇନା ଦେଖିବା ଦ୍ୱାରା ନକାରାତ୍ମକ ଊର୍ଜା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର କୁହେ ଯେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସଙ୍ଗେ ସଙ୍ଗେ ଭାଙ୍ଗ ମଧ୍ୟ ସଜାଡ଼ି ଦେଇଥାଏ। କାରଣ ଆଇନା ସମ୍ବନ୍ଧରେ କେତେ ପ୍ରକାରର ଭୁଲ ହୋଇଗଲେ ସ୍ୱାସ୍ଥ୍ୟ, ଧନ ଏବଂ ଉନ୍ନତିରେ ବାଧା ମଧ୍ୟ ଆଣିଥାଏ। ଏଣୁ ଆପଣ ସତର୍କ ରୁହନ୍ତୁ।